ସେଠି ବୁଝିବାର ଥିଲା, ପ୍ରଶାସନ ଜାଣିବାର ଥିଲା, ପ୍ରଶାସନ ସେଠି ଠିଆବାର ଥିଲା। ପ୍ରଶାସନ କ'ଣ ଜାଣିନାହିଁ? ମାଳିକାଠୁ ଆପଣ ଦେଖନ୍ତୁ, ମାଳିକାଠୁ ବଡ଼ ବଡ଼ ଗ୍ରନ୍ଥ ମାନେ ବିଭିନ୍ନ ପ୍ରକାର ଲେଖକ ମାନେ ସେବାରେ କିଛି ତ୍ରୁଟି ରହିଲା, ଦେଉଳ ଭିତରେ କିଛି ତ୍ରୁଟି ରହିଛି ନିଶ୍ଚିନ୍ତ, ନହେଲେ ନାହିଁ କେବେ ବି କାହିଁ ଠାକୁର ପଡ଼ିଯିବାର ଆମେ। ଜୟ ଜଗନ୍ନାଥ, ପ୍ରଣାମ। ବହୁତ ନିକଟରେ ଆପଣ ଜାଣିଥିବେ, କାଲି ମହାପ୍ରଭୁ ବଳଭଦ୍ର ରଥରୁ ଓହ୍ଲେଇଲା ବେଳେ ପଡ଼ିଗଲେ। ଯେ ସେବାୟତଙ୍କର ସେବାରେ ବହୁ ଅବହେଳା ରହିଲା, ଯାହା ଅନୁମାନ କରାଯାଉଛି। ସେବାୟତ ବି 10-12 ଜଣ ମେଡ଼ିକାଲରେ ପଡ଼ିଲେ, ଇଞ୍ଜୋର୍ଡ ହେଲେ। ତେଣୁକରି ମହାପ୍ରଭୁଙ୍କର ସେବାରେ ଅବହେଳା ଥିବାରୁ ସେ ବଳଭଦ୍ର ରଥରୁ ପଡ଼ିଲେ। ରଥରେ ପଡ଼ି ବଳଭଦ୍ରଙ୍କର କିଛି ହେଇନି, ସେ ମାଉସୀକୁ ତାପରେ ତାଙ୍କୁ ଉଠେଇ ନିଆହେଇଛି, ପଛପଟ ରସି ବନ୍ଧା ହେଇକି ଉଠେଇ ନିଆହେଇଛି, ନେଇକି ମାଉସୀ ଘରେ ଖୁବ୍ ପହଞ୍ଚିନି, ଭଲରେ ନେଇ ପହଞ୍ଚିନି। କିନ୍ତୁ ଯେଉଁ ପଡ଼ିଗଲେ, ଆର ଶାସ୍ତ୍ରୀୟ ମତ କ'ଣ କହୁଛି? ଶାସ୍ତ୍ରୀୟ ମତ, ମାଳିକା ମତ, ଏସବୁ ଆମର ଲୋକ କଲ୍ୟାଣ ମତ, ଲୋକ ଜନମତ କ'ଣ କହୁଛି ନା ବିପଦ ଆସିବ। ବିପଦ କ'ଣ? ଓଡ଼ିଶା ପ୍ରତି ବିପଦ ପଡ଼ିବ, ଭାରତ ପ୍ରତି ବିପଦ ପଡ଼ିବ। ଏ ଜଗତର ନାଥ ସେ ହେଉଛନ୍ତି ଜଗତର ନାଥ, ଜଗତ ପ୍ରତି ବିପଦ ପଡ଼ିବ, ବିଶ୍ୱ ପ୍ରତି ବିପଦ ପଡ଼ିବ। ଆର ପ୍ରମାଣ ସିଏ ଜଣାପଡ଼ୁଛି, ଆମକୁ ଜଣାଉଛନ୍ତି ଯେ ତୁ ହୁସିଆର ହୋ, ବହୁତ ବଡ଼ ବିପଦ ଆଗକୁ ଆସୁଛି। ତେଣୁକରି ଏ ବିଶ୍ୱର ବଡ଼ ଠାକୁର ଜଗନ୍ନାଥ ବସିକି ଦେଖିଲେ, ମୋ ଭଉଣୀ ସୁଭଦ୍ରା, ମୋ ବଡ଼ ଭାଇ ବଳଭଦ୍ର କିପରି ଯାଉଛନ୍ତି, କିପରି ଆସୁଛନ୍ତି। ଶେଷରେ ଯିବା କାରଣ କ'ଣ? ମହାପ୍ରଭୁ ଜଗନ୍ନାଥ ଶେଷରେ ଯାଉଛନ୍ତି, ପହଞ୍ଚି ଶେଷରେ ହେଉଛି କି ଆମ ରଥଯାତ୍ରା, ରଥରେ ଯାଉଛନ୍ତି, ବିଜେ କରୁଛନ୍ତି, ଶେଷରେ ମାଉସୀକୁ ଯାଉଛନ୍ତି। ତା କାରଣ କ'ଣ? ଦେଖନ୍ତୁ, ରଥଯାତ୍ରା ଦିନ କଥା। ରଥଯାତ୍ରା 2 ଦିନ ହେଲା। ଏଥରକ ଏଇ ବର୍ଷ ରଥଯାତ୍ରା 2 ଦିନ ହେଲା। ପ୍ରଥମ ରଥଯାତ୍ରା, ରଥରେ ମହାପ୍ରଭୁ ଜଗନ୍ନାଥ ଗଲେ ନାହିଁ, ବଳଭଦ୍ର କ'ଣ ଅଳ୍ପ ଟିକେ ଗଲେ, ରହିଲେ। ଆମେ ବଡ଼ଦାଣ୍ଡରେ ଦେଖନ୍ତୁ କି ଘଟଣା ଘଟିଲା। ରଥଯାତ୍ରା ଦିନ ଗୋଟେ ଲୋକ ମଲା, ଇଏ ବିପଦକାର କଥା। ଆମେ କେବେ ଶୁଣିନୁ ରଥଯାତ୍ରାରେ ଏମିତି ମରିବା। ହଉ, ମଲା ପରେ ଗୋଟେ ଲୋକ ମଲା ପରେ ସେ ଜଗନ୍ନାଥ ଆଉ ତ ଗଲେନି। ତା ପରସି ଦିନ 2 ଦିନ ରଥଯାତ୍ରା ହେଲା। ଦ୍ୱିତୀୟ ଦିନ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗଲେ। ଠିକ୍ ଅଛି, 3 ଜଣ ଠାକୁର, 3ଟା ରଥ, 4 ଜଣ ଠାକୁର ଗଲେ, ଯାଇ ପହଞ୍ଚିଲେ। କିନ୍ତୁ ଓହ୍ଲେଇଲା ବେଳେ ଏ ଗୋଟେ ବିପଦ ଅଘଟଣ ଘଟିଲା। ଆପଣମାନେ ସମସ୍ତେ ଭାଇରାଲ ହେଉଛି, ମୋବାଇଲ ଦେଖିପାରୁଥିବେ, ଜାଣିପାରୁଥିବେ। ବର୍ତ୍ତମାନ ବଳଭଦ୍ର ଓହ୍ଲେଇଲା ବେଳେ ଯାଇ ପଡ଼ିଲେ, ପଡ଼ିଲା ପରେ ଯାଇକି ମାଉସୀ ଘରକୁ ଗଲେ। କିନ୍ତୁ ତା ଦ୍ୱାରା କ'ଣ ହେଲା? ପ୍ରଶାସନ ଦେଖିବାର ଥିଲା, ପ୍ରଶାସନ ସେଠି ବୁଝିବାର ଥିଲା, ପ୍ରଶାସନ ଜାଣିବାର ଥିଲା, ପ୍ରଶାସନ ସେଠି ଠିଆବାର ଥିଲା। ପ୍ରଶାସନ କ'ଣ ଠିଆ ହେଲା? ଏଠି କ'ଣ ପ୍ରଶାସନ କଲା? ମୁଖ୍ୟମନ୍ତ୍ରୀ, ଆମର ନୂଆ ମୁଖ୍ୟମନ୍ତ୍ରୀ ହେଇଛନ୍ତି, ସେ କ'ଣ କଲେ? ସେ କାହିଁ ଜାଗା ଉପରେ ଠିଆ ହେଲେନି? ସେ କାହିଁ ଦେଖିଲେନି? ସେ କାହିଁ ଜାଗା ଉପରେ ଠିଆ ଦେଖିଲେନି? ପ୍ରଶାସନ କି ଦାୟିତ୍ୱ ସେ ଦେଇଥିଲେ? ସେବାୟତମାନଙ୍କୁ ରଥଯାତ୍ରା ପୂର୍ବରୁ ବିଭିନ୍ନ ସଭା କରାଯାଇଥିଲା, ସେମାନଙ୍କୁ ଡକା ହେଇଥିଲା। କ'ଣ ସେମାନେ ସେବା ତାଙ୍କୁ ମିଟିଂରେ ଆଲୋଚନା ହେଇଥିଲା। ତେଣୁକରି ବର୍ତ୍ତମାନ କ'ଣ ହେଲା ନା, ଠାକୁର ପଡ଼ିଲେ, ଜଗତ ପାଇଁ ବିପଦ ଆସିଲା, ଜଗନ୍ନାଥ ଭକ୍ତଙ୍କ ହୃଦୟରେ ଚାପୁଡ଼ା ଆସିଲା, ଜଗନ୍ନାଥ ହୃଦୟକୁ କଷ୍ଟ ହେଲା। ମହାପ୍ରଭୁ ଜଗନ୍ନାଥକୁ ଓଡ଼ିଶାରେ 30ଟା ଜିଲ୍ଲାରେ କେତେ ଭଲ ପାଆନ୍ତି, ସମସ୍ତେ ତାକୁ ଦେଖୁଛନ୍ତି ଏବଂ ମନୋଭବ କରୁଛନ୍ତି। କାରଣ ସମସ୍ତେ ଭଲ ପାଆନ୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ। ତେଣୁ ମୋ କହିବା କଥା, ଆକୁ ସୁରୂପେ କରାଯାଏ। ଏ ପୁଣି ଆଗକୁ ଆସୁଛି ବାହୁଡ଼ା, ଆଗକୁ ଆସୁଛି ସୁନାବେଶ, ଆଗକୁ ଆସୁଛି ନୀଳାଦ୍ରି ବିଜେ, ଆଗକୁ ବହୁତ ବଡ଼ ବଡ଼ ପ୍ରୋଗ୍ରାମ ଆସୁଛି ଜଗନ୍ନାଥଙ୍କର। ଲୋକମାନେ ଯିବେ, ରାସ୍ତା ସୁବିଧା ହେଇଗଲା, ଗାଡ଼ି ସୁବିଧା ହେଇଗଲା, ବସ୍ ସୁବିଧା ହେଇଗଲା। ଲୋକମାନେ ଗାଁ ଗହଳି ଲୋକ ଯିବାକୁ ଚାହୁଁଥିଲେ, ନବୀନ ପଟ୍ଟନାୟକ ସବୁ ସୁବିଧା କରିଥିବାରୁ ଲୋକମାନେ ଆସୁଛନ୍ତି ବର୍ତ୍ତମାନ ପ୍ରବଳ ଲୋକ। ମୁଁ ଯାଇଥିଲି ଦ୍ୱିତୀୟ ଦିନରେ ରଥଯାତ୍ରା ଯାଇଥିଲି, ଦେଖିଲି, ଯାହା ଅନୁଭବ କଲି, ବହୁତ ଭଲ ଚାଲିଛି। କିଛି ଆଖିରେ ଦେଖିଲି, କିଛି ଅସୁବିଧା ନାହିଁ, ଭଲ ସୁବିଧା ସବୁ ହେଇଛି। ଲୋକମାନେ ଆନନ୍ଦରେ ଯାଉଛନ୍ତି, କରୁଛନ୍ତି। କିନ୍ତୁ ସେବାରେ କିଛି ତ୍ରୁଟି ରହିଲା। ତ ଭଗବାନଙ୍କ କଥା, ଆମେ ତ ଏତେ ଭିତରୁ ଯାଇପାରିବାନି। ତାପରେ ଗୋଟିଏ ଦିନରେ 3-3ଟା ପଡ଼ିଲା ଆମର ଜଗନ୍ନାଥଙ୍କ ସେବା, 3-3ଟା ପଡ଼ିଲା। ନେତ୍ର ଉତ୍ସବ, ରଥଯାତ୍ରା ଇତ୍ୟାଦି ଯେଉଁ ପଡ଼ିଲା, ସେ ସେବାରେ କିଛି ତ୍ରୁଟି ରହିଲା, ଦେଉଳ ଭିତରେ କିଛି ତ୍ରୁଟି ରହିଛି ନିଶ୍ଚିନ୍ତ, ନହେଲେ ନାହିଁ କେବେ ବି କାହିଁ ଠାକୁର ପଡ଼ିଯିବାର ଆମେ ଅନୁଭବ କରିନୁ, ଆମେ ଦେଖିନୁ। ମହାପ୍ରଭୁ ବଳଭଦ୍ର ପଡ଼ିଯିବାର କିଛି ଗୋଟେ ତ୍ରୁଟି ରହିବାରୁ ସେ ପଡ଼ିଗଲେ। ନହେଲେ ସେ କାହିଁ ପଡ଼ିବେ? ସେ ତ ଆମର ସୃଷ୍ଟିକର୍ତ୍ତା, ସେ ବା ଶଙ୍କର, ସେ ବା ଶିବ, ସେ ବା ମହାଦେବ। ସିଏ ସବୁବେଳେ ରଥରେ ଆଗ ପଳାନ୍ତି, କାହିଁକିନା ତାଙ୍କର ସବୁବେଳେ ଆଗ। ସେ ବଡ଼ ଭାଇ ଅଗ୍ରଜ, ସେ ବଡ଼ ଭାଇ ଆଗ ଯାଆନ୍ତି, କାହିଁକିନା ଆଗ ଗଲେ ସବୁ ସୁରକ୍ଷା। ସାନ ଭାଇ ଆସୁଛି, ମୋ ଭଉଣୀ ଆସୁଛି, ବଡ଼ ଭାଇ ଆଗରେ ପଳାନ୍ତି, କାରଣ ସବୁ ସୁବିଧା ହେଇଯିବ ତାଙ୍କମାନଙ୍କ ପାଇଁ। ସେ ଆଗ ଗଲେ ଭଉଣୀ ପାଇଁ ସୁବିଧା କରିବେ, ବଡ଼ ଭାଇ ସାନ ଭାଇ ଜଗନ୍ନାଥ ଯାଉଛନ୍ତି, ସୁବିଧା କରିବେ। ସିଏ ତ ଅସୁବିଧାରେ ପଡ଼ିଗଲେ, ସିଏ ତ ଓହ୍ଲଉ ପଡ଼ିଗଲେ। ଏମାନେ କ'ଣ ସୁବିଧା ହେବ? ଜଗତର କ'ଣ ସୁବିଧା ହେବ? ଓଡ଼ିଶାରେ କ'ଣ ସୁବିଧା ହେବ? ଭାରତର କ'ଣ ସୁବିଧା ହେବ? ବିଶ୍ୱ ବ୍ରହ୍ମାଣ୍ଡର କ'ଣ ସୁବିଧା ହେବ?
କିଛି ସୁବିଧା ହେବନି। ଟିଏ ଦୁଃଖ ଆସିଲା ଦୁଃଖ ପଡ଼ିବ ନିଶ୍ଚିନ୍ତ ପଡ଼ିବ, ତାର ଭାବିବାର ନାହିଁ। ମାଳିକାଠୁ ଆପଣ ଦେଖନ୍ତୁ, ମାଳିକାଠୁ ବଡ଼ ବଡ଼ ଗ୍ରନ୍ଥ ମାନେ ବିଭିନ୍ନ ପ୍ରକାର ଲେଖକମାନେ ସବୁ ଲେଖିଛନ୍ତି କ'ଣ କ'ଣ ହେଲେ କ'ଣ କ'ଣ ହୁଏ। ବିଭିନ୍ନ ଆପଣ ରିସର୍ଚ୍ଚ କରନ୍ତୁ, ୟୁଟ୍ୟୁବ ଦେଖନ୍ତୁ, ଜାଣିପାରିବେ ସବୁ ଜିନିଷ। ବର୍ତ୍ତମାନ ଘୋର ବିପଦରେ ଓଡ଼ିଶା ଯିବ, ଭାରତ ଯିବ, ବିଶ୍ୱ ଯିବ। ଏ ଯୁଦ୍ଧ ଦେଖନ୍ତୁ, ବର୍ତ୍ତମାନ ଯୁଦ୍ଧର ପରିସ୍ଥିତି ଦେଖନ୍ତୁ। ଓଡ଼ିଶାର ବର୍ତ୍ତମାନ ଦରଦାମ କିଭଳି ଅବସ୍ଥାରେ ଆସୁଛି ଦେଖନ୍ତୁ। ଦରଦାମ ସବୁ ଡାଲିଠୁ ଚାଉଳଠୁ କିଭଳିଆ ବିପଦ, ଲୋକମାନେ ବର୍ତ୍ତମାନ ଖାଇବା, ଆମେ ଖାଇଲେ ବଞ୍ଚିବା, ପରିବା ପତ୍ର ସବୁ ଦେଖନ୍ତୁ ବର୍ତ୍ତମାନ କିଭଳିଆ ବିପଦରେ ମଣିଷ ଯାଉଛି। ଘୋର ବିପଦରେ ପଡ଼ିବ, ଏଥିରେ ଭାବିବାର ନାହିଁ, ତିଳେ ମାତ୍ର ସନ୍ଦେହ ନାହିଁ। ଦେଖନ୍ତୁ ଠାକୁର ଜଗନ୍ନାଥ କରନ୍ତୁ, ମହାପ୍ରଭୁ କରନ୍ତୁ, ଆଗକୁ ସୁନାବେଶ, ବାହୁଡ଼ା, ନୀଳାଦ୍ରି ବିଜେ, ଯେକୌଣସି ଜିନିଷ ଆଉ ମହାପ୍ରଭୁଙ୍କର ଅଛି। ତେଣୁ ରଥରେ ଆସିବା କେମିତି ଭଲରେ ହଉ, ମହାପ୍ରଭୁ ଜଗନ୍ନାଥ କରନ୍ତୁ କେମିତି ଭଲରେ ହଉ। ଭକ୍ତମାନେ କେମିତି ଓଡ଼ିଶାର ଭକ୍ତ, ଭାରତର ଭକ୍ତ, କେତେ କୁଆଡ଼ୁ ଭକ୍ତମାନେ ଆସୁଛନ୍ତି, ଖୁସିରେ ଦର୍ଶନ କରି ଫେରନ୍ତୁ। ଏହା ହିଁ ମହାପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା। ଆମର ଏତିକି ଜଗନ୍ନାଥଙ୍କର ଅନୁରୋଧ, ସେମାନେ ଆଉ ଯେତିକ ଅଛି ଆଗକୁ ଜଗନ୍ନାଥଙ୍କର ଭଲରେ ହଉ, ଖୁସିରେ ହଉ, ଲୋକମାନେ ଖୁସି ହୁଅନ୍ତୁ, ଭଲରେ ହଉ। ମହାପ୍ରଭୁ ଜଗନ୍ନାଥ ତାଙ୍କ ଉପରେ ଆଶୀର୍ବାଦ କରନ୍ତୁ, ଏହା ହିଁ ଆମର କାମନା। ଜୟ ଜଗନ୍ନାଥ। ମୁଁ ହରମୋହନ ଶତପଥୀ ଫ୍ରମ୍ ଭୁବନେଶ୍ୱର।